कार्तिक पुराण पंचम अध्याय कार्तिक व्रत संकल्प। शुक उवाच श्रीकृष्णଙ୍କ ଠାରୁ ଏହି ସୁଧା ବାକ୍ୟ ଶୁଣି ସାଦରେ ପୁଛନ୍ତି ଶକ୍ରାଜିତର ଦୁଲ୍ହଣୀ। ଭୋ ନାଥ କହ କାର୍ତ୍ତିକ ବ୍ରତ କଥା ସାର, ଶୁଣିଲେ କର୍ଣ୍ଣ ପବିତ୍ର ହୋଇବ ମୋହର। ପ୍ରିୟା ମୁଖ ପ୍ରିୟ ବାକ୍ୟ ଶୁଣିନ ଶ୍ରୀହରି, କାର୍ତ୍ତିକ ମହାତ୍ମ୍ୟ କଥା କହନ୍ତି ବିସ୍ତାରି। ଏବେ ଶୁଣ ସଜନୀରେ ମନ କର୍ଣ୍ଣ ଦେଇ, ସଂକ୍ଷେପରେ ଗୋଟି ଗୋଟି କହିବା ବୁଝାଇ। ପୂର୍ବେ ଯୁଗେ ସୂର୍ଯ୍ୟବଂଶେ ପୃଥୁ ନରପତି, ପୁତ୍ର ସମ ପରଜାକୁ ପାଳନ କରନ୍ତି। ଧର୍ମ କଥା ଶୁଣିବାକୁ ସଦା ତାଙ୍କ ମନ, ମୁନି ଋଷିଙ୍କୁ ଚରଣେ ପୂଜା ଅନୁଦିନ। ଦିନେ ନାରଦ ମୁନିଙ୍କ ନିକଟେ ବସାଇ, କାର୍ତ୍ତିକ ବ୍ରତ କଥା ପୁଛନ୍ତି ନରସାଇ। ଆହେ ମୁନିବର ଶୁଣ ବଚନ ମୋହର, ଧର୍ମ କଥା କହି ମୋର ମନ ଶାନ୍ତ କର। କହ କେବେଣ ଧର୍ମରେ ମୁକ୍ତି ଲଭେ ପ୍ରାଣୀ, ସେଇ କଥା ମୁନି ମୋତେ କହ ଶିବ ଖାଣି। ନାରଦ ଉବାଚ ତ୍ୱଂ ବିଷ୍ଣୁବଂଶଭୂତଶ୍ଚ ନାଜ୍ଞାତ୍ମ विद्यते तव, तथापि वदनः सम्य महात्म्यम ଶୁଣୁ ବେନଜଃ। ନାରଦ କହନ୍ତି, ରାୟ ମନ ଦେଇ ଶୁଣ, ସଂକ୍ଷେପେ କହିବା ମୋକ୍ଷ ଧର୍ମର ବିଧାନ। କାର୍ତ୍ତିକ ବ୍ରତର ଧର୍ମ ଫଳ ଏହିପରି, ଏ ଧର୍ମରେ ମୁକ୍ତି ଲଭନ୍ତି ନର ନାରୀ। ଅଶେଷ ଜନ୍ମର ପାପ ଦୁଷ୍କୃତ ନାଶନ୍ତି, ଅନ୍ତିମ ବୈକୁଣ୍ଠପୁରେ ନିବାସ କରନ୍ତି। ଏବେ ଶୁଣ ନରପତି କହିବା ବିସ୍ତାରି, ପୂର୍ବେ ବିଧାତା ବିଷ୍ଣୁଙ୍କ ଆଜ୍ଞା ଶିରେ ଧରି ଅମର ସଭା ମଧ୍ୟରେ ଯାଇ ପ୍ରବସିଲେ, କାର୍ତ୍ତିକ ବ୍ରତର କଥା ଆରମ୍ଭି ବସିଲେ। ସେ କଥା କହିବା ଏବେ ଶୁଣ ଶ୍ରୁତି ଦେଇ। ଶୁଣି ପୃଥୁ ନରପତି ଆନନ୍ଦିତ ହୋଇ, କାର୍ତ୍ତିକ ଶୁକ୍ଳ ପକ୍ଷ ଯେ ଏକାଦଶୀ ଦିନ, ଉପାବସେ ଥାଇ ବ୍ରତ କରିବ ପାଳନ। ପ୍ରତ୍ୟୁଷରୁ ଶଯ୍ୟା ତ୍ୟାଗ ବହନେ କରିବ, ଗ୍ରାମ ଉପାନ୍ତେ କର୍ମାଣୀ ଅର୍ଥେ ଚଳିଯିବ। ଉତ୍ତରକୁ ମୁଖ କରି ତିନି ତାଳି ମାରି, ଶୌଚ ଅର୍ଥେ ମୃତ୍ତିକା କିଛି ହିଁ ଥିବ ଧରି। ଗୃହ୍ୟ ଲିଙ୍ଗ ଦ୍ୱାର ଯତ୍ନେ ନିର୍ମଳ କରିନ, ଗୃହେ ଫେରିବେନି ପାଦ ଜଳରେ ଧୋଇନ। ତହୁଁ ପରେ ସ୍ନାନ ଅର୍ଥେ ଜଳ ଘାଟେ ଯିବ, ଦନ୍ତ ଧାବନ ନିମନ୍ତେ କାଠି ନେଇଥିବ। ସମିଧ କଣ୍ଠ ଗଜେ ଦୁର୍ଗନ୍ଧ ତରୁ ତୃଣ, ଏମନ୍ତେ ଯେ ଦାନ୍ତ କାଠି କରିବ ବର୍ଜନ। କିବା ଆପଣା ରୋପିଲା ବୃକ୍ଷ ହୋଇଥିଲେ, କଦାଚିତେ ତାହା ନ ଭାଙ୍ଗିବ କେତେବେଳେ। ଏତେ ଛାଡ଼ି ଆନ କାଠି ବହନେ ଆଣିବ, ନହିଲେ ଉଦକ ପ୍ରାତେ ଦାନ୍ତକୁ ଘଷିବ। ଚତୁର୍ଥୀ ଯେ ଅମାବାସ୍ୟା, ଷଷ୍ଠୀ ଏକାଦଶୀ, କିଏ ବା ଗ୍ରହଣ ହୋଇଥିବେ ରବି ଶଶୀ। ଏହି ଦିନ ମାନଙ୍କରେ ଦାନ୍ତ ନ ଘଷିବ, କେବଳ ଦ୍ୱାଦଶ ବାର ଜଳେ ଧୌତ ହବ। ନାଭି ପର୍ଯ୍ୟନ୍ତ ଜଳ ମଧ୍ୟରେ ପଶିବ, ସ୍ନାନ ମନ୍ତ୍ର ପଢି ଜଳେ ସ୍ନାନ କରିବ। ଦେବ ଦେବ ଜନାର୍ଦ୍ଦନ ନାମକୁ ସୁମାରି, ବ୍ରତ ପାଳନ କରିବ ଅତି ଯତ୍ନ କରି। ଆଦ୍ୟ ଦେବ ଲକ୍ଷ୍ମୀପତି ବୋଲି ସ୍ତୁତି ଭଣି, ଆପଣାର କୃତକର୍ମ କହିବ ବଖାଣି। କାର୍ତ୍ତିକ ବ୍ରତର ଫଳ ପ୍ରାପ୍ତ ହେଉ ମତେ, ଦୂର ହେଇଯାଉ ପୂର୍ବ ତାପ ଯେତେ। ଜୀବନ ତେଣ ସୁଖ ଅନ୍ତେ ଲଭିବୁ ମୁକତି, ଏହି ଆଜ୍ଞା ହେଉ ମତେ ଆହେ ଲକ୍ଷ୍ମୀପତି। ସ୍ନାନ ସାରି ଏତେ ବୋଲି ସୂର୍ଯ୍ୟ ଅର୍ଘ୍ୟ ଦେବ, କର ଯୋଡ଼ି ଦୀନ ନାଥେ ଦର୍ଶନ କରିବ। ନମୋ ନମୋ ଦୀନନାଥ ଦାମୋଦର ମୂର୍ତ୍ତି, କାର୍ତ୍ତିକ ମାସରେ ତବ ଜଳ ମଧ୍ୟ ସ୍ଥିତି। ମୁକ୍ତି ମାନସେ ମୋର ତବ ପାଦେ ଧ୍ୟାନ, ଅଞ୍ଜଳିରେ ଜଳ ଧରି କରୁଛି ଦଇନ। ହେ ସଜ୍ଞା ବଲ୍ଲଭ ମୋରେ ଅନୁକମ୍ପା କର, ଅଶେଷ ଜନ୍ମର ପାପ ତାପ ହେଉ ଦୂର। ଏହି ଭାବେ ସ୍ତୁତି ଭଣି ଜଣେ କରି ସ୍ନାନ, କାର୍ତ୍ତିକ ବ୍ରତରେ ନିବେ ଶିବ ନିଜ ମନ। କୋଟି ଅଶ୍ୱମେଧ ଯଜ୍ଞ ଫଳ ପ୍ରାପ୍ତ ହେବ, ଜୀବନ ତେଣ ସୁଖ ଅନ୍ତେ ବୈକୁଣ୍ଠେ ବସିବ। ରଙ୍ଗଯୁକ୍ତ ବସନ ନ ପିନ୍ଧି କେତେବେଳେ, ଦେବଙ୍କୁ ଯେ ପଦ୍ମଯୋନି ବୁଝାଇ କହିଲେ। ଯତନରେ ଧଳା ବସ୍ତ୍ର କରି ପରିଧାନ, ତଦନ୍ତରେ ଦେବାଳୟ କରିବ ଗମନ। ଯେବେଣ ଦେଶରେ ଯେଉଁ ଦେବାଳୟ ଥିବ, ତହୁଁ ଯାଇ ସେହି ଦେବ ପୟରେ ବୁଝିବ। ବିଶେଷରେ ହରିହର ଆଳେ ନୀତି ଯାଇ, ଭକ୍ତିରେ ପୂଜିଲେ ବହୁତର ପୁଣ୍ୟ ପାଇ। କାର୍ତ୍ତିକ ମାସେ ପୂଜିବ ଦେଇ ଗଦାଧର, ଭକ୍ତ ଚିତେ ଶିରେ ବଢାଇବ କନିଅର। ଅରଖ ଦୁଦୁରା ଯେ ଗୟସ ମଲ୍ଲି ଫୁଲ, ଏ ପଞ୍ଚ ପୁଷ୍ପେ ବିଷ୍ଣୁଙ୍କ ପୂଜିବ କେବଳ। କାର୍ତ୍ତିକ ବ୍ରତର କଥା ଏମନ୍ତ ଅଟଇ, ସତ୍ୟଭାମାଙ୍କୁ କହିଲେ ପ୍ରଭୁ ଭାବଗ୍ରାହୀ। ପଦ୍ମ ପୁରାଣ ଉତ୍ତର ଖଣ୍ଡରେ ଏ ଚରିତ ବର୍ଣ୍ଣନା ହୋଇଛି ଯେ କାର୍ତ୍ତିକ ମହାବ୍ରତ। ହରି ବୋଲ ହୁଳୁ ହୁଳି ଦିଅ ସାଧୁଜନ, ଭଣେ ଦାସ ନାକପାଳ ଅଧମ ଅଜ୍ଞାନ। ଇତି ଶ୍ରୀ ପଦ୍ମ ପୁରାणे उत्तरखण्डे कार्तिक महात्म्ये कार्तिक व्रत संकल्पे भक्त नाकपाल कृते नाम पंचमोऽध्यायः।